କିଣିକିରି ଆଣୁଛୁ। ୟାକୁ ହେଉଛି ଗଛ ମୂଳରେ ଦେଲେ କ'ଣ ହେବ ନା ଗଛ ହେଉଛି ଗଛ ମୂଳଟା ମଶ୍ଚର ରହିବ ଆଉ ମାଟି ହେଉଛି ଭୁରଭୁରି ହେବ। ଏଇଟା ଗୋଟେ ଖତ ନୁହଁ, ୟାକୁ ଦେଲେ କୌଣସି ପ୍ରକାର ନ୍ୟୁଟ୍ରିସନ୍ ଗଛ ପାଇବନି, କିନ୍ତୁ ମାଟି ହେଉଛି ଭୁରଭୁରି ହେବ, ଯାହାଫଳରେ କି ଗଛଟା ଭଲସେ ବଢ଼ିପାରିବ। ଆଉ ଦେଖନ୍ତୁ ଏ କୋକୋପିଟ୍ ମୁଁ କେମିତି ତିଆରି କରୁଛି। ଆମେ ହେଉଛି ମନ୍ଦିର ଯାଉଛେ, ମନ୍ଦିରରେ ନଡ଼ିଆ ଥିବ, ଯେଉଁଠି ନଡ଼ିଆ କତା ଛଡ଼ା ହେଇକିରି ଥିବ ସେଇ କତା ନେଇକିରି ଆସିକିରି ତାକୁ ହେଉଛି ଖରାରେ ଶୁଖେଇବେ, ନହେଲେ ଯାହାର ବାଡ଼ିରେ ନଡ଼ିଆ ଗଛ ଥିବ ସେ କତା ବାହାର କରି ନଡ଼ିଆରୁ ଏମିତି ତାକୁ ଛୋଟ ଛୋଟ ପିସେସ୍ କରିକିରି ଖରାରେ ଶୁଖେଇଦେବା ଭଲସେ। ଗୋଟେ ଦିନ ଖରାରେ ଶୁଖେଇଲା ପରେ ଖରାରୁ ଆଣିକିରି ଏମିତି ଛୋଟ ଛୋଟ ପିସେସ୍ କରିକି ତାକୁ କାଟିଦେବା। ଏମିତି ଛୋଟ ଛୋଟ ପିସେସ୍ କରି କାଟିକିରି ତାକୁ ହେଉଛି କ'ଣ କରିବା ନା, ଦେଖନ୍ତୁ ମୁଁ କ'ଣ କରୁଛି। ଛୋଟ ଛୋଟ କାହିଁକି କରିବା ନା ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ କରିବା ନା, ଆଉ ଏ ପ୍ରେସର ପଡ଼ିବ, ତେଣୁ ଛୋଟ ଛୋଟ ପିସେସ୍ କରିଦେବା। ଦେଖନ୍ତୁ କେତେ କମ୍ ସମୟ ଭିତରେ ମୁଁ କୋକୋପିଟ୍ ରେଡ଼ି କରିଦେଉଛି। ୟାକୁ ହେଉଛି ଗ୍ରାଇଣ୍ଡିଙ୍ଗ କରିଦେବା। ଦେଖଉଛି କରିକିରି ଦେଖନ୍ତୁ ରେଡ଼ି କରିଦେଲି, ସାଙ୍ଗେ ସାଙ୍ଗେ ହେଇଗଲା, ଗ୍ରାଇଣ୍ଡିଙ୍ଗ କରିଦେଲି। ସମ୍ପୂର୍ଣ୍ଣ ହେବନି, ହେଇଗଲା ଏମିତି ପାଉଡ଼ର ହେଇଗଲା। ଦେଖନ୍ତୁ କେମିତି ହେଇଗଲା। ଏମିତି ଘରେ ତିଆରି କରନ୍ତୁ କୋକୋପିଟ୍। ଖରାଦିନେ ତ ଗଛ ପାଇଁକା କୋକୋପିଟ୍ ନିହାତି ଆବଶ୍ୟକ ମଶ୍ଚର ରହିବା ପାଇଁ, ତାର ଗଛ ମୂଳ ଶୁଖିଗଲେ ଗଛ ମରିଯିବ। ତେଣୁ ଏମିତି କୋକୋପିଟ୍, ହୋମମେଡ୍ କୋକୋପିଟ୍ ତିଆରି କରନ୍ତୁ।